ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ ଆମେ ବିଦ୍ୟୁତ ପ୍ରଭା ଦେବୀଙ୍କ ବିଷୟରେ କଥା ହେବା। 5 ଧାଡିରେ ତାଙ୍କ ବିଷୟରେ ଅଲରେଡି ଜାଣିଛନ୍ତି, ଆଜି ଟିକେ ଅଧିକା ଜାଣିବା। ବିଦ୍ୟୁତ ପ୍ରଭା ଦେବୀ ଜଣେ ସମ୍ମାନିତ ଓଡ଼ିଆ କବି ଏବଂ ଲେଖିକା ଥିଲେ, ଯିଏ ଓଡ଼ିଆ ସାହିତ୍ୟରେ ତାଙ୍କ ଅବଦାନ ପାଇଁ ଜଣାଶୁଣା। ସେ ତାଙ୍କ କବିତା ଏବଂ ଲେଖା ମାଧ୍ୟମରେ ଆଞ୍ଚଳିକ ସାହିତ୍ୟକୁ ସମୃଦ୍ଧ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ କୃତି ମୁଖ୍ୟତଃ ମାନବୀୟ ଭାବନା, ସାମାଜିକ ମୂଲ୍ୟବୋଧ, ସଂସ୍କୃତି ଏବଂ ପ୍ରକୃତିର ସୌନ୍ଦର୍ଯ୍ୟ ଉପରେ କେନ୍ଦ୍ରିତ ଥିଲା। ସେ ସରଳ ଏବଂ ଅର୍ଥପୂର୍ଣ୍ଣ ଭାଷାରେ ଗଭୀର ଭାବନା ପ୍ରକାଶ କରିଥିଲେ, ଯାହା ତାଙ୍କ ଲେଖାକୁ ପାଠକମାନଙ୍କ ମଧ୍ୟରେ ଲୋକପ୍ରିୟ କରିଥିଲା। ବିଦ୍ୟୁତ ପ୍ରଭା ଦେବୀଙ୍କ କବିତା ଗୁଡ଼ିକ ପ୍ରାୟତଃ ସମାଜରେ ମହିଳାମାନଙ୍କର ସ୍ଥିତିକୁ ଉଜ୍ଜ୍ୱଳ କରିଥିଲା ଏବଂ ନୈତିକ ମୂଲ୍ୟବୋଧକୁ ଉତ୍ସାହିତ କରିଥିଲା। ସେ ବିଶ୍ୱାସ କରୁଥିଲେ ଯେ ସାହିତ୍ୟ ଲୋକଙ୍କୁ ପ୍ରେରଣା ଦେବା ଉଚିତ ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଉଚିତ। ତାଙ୍କର ସୃଜନଶୀଳ ପ୍ରତିଭା ମାଧ୍ୟମରେ ସେ ବିଭିନ୍ନ ବୟସର ଗୋଷ୍ଠୀର ପାଠକଙ୍କ ସହ ସଂଯୋଗ ସ୍ଥାପନ କରିପାରିଥିଲେ। ତାଙ୍କର ଲେଖାର ଶୈଳୀ ସୁନ୍ଦର, ଭାବପ୍ରବଣ ଏବଂ ଚିନ୍ତନଶୀଳ ଥିଲା। ସେ କେବଳ ଜଣେ କବି ଭାବରେ ନୁହେଁ ବରଂ ଜଣେ ସାମାଜିକ ଚିନ୍ତକ ଭାବରେ ମଧ୍ୟ ଅବଦାନ ରଖିଥିଲେ। ତାଙ୍କ ରଚନା ତାଙ୍କ ମାତୃଭୂମି ପ୍ରତି ପ୍ରେମ ଏବଂ ପରମ୍ପରା ଏବଂ ସଂସ୍କୃତି ପ୍ରତି ସମ୍ମାନକୁ ପ୍ରତିଫଳିତ କରେ। ଅନେକ ଛାତ୍ର ଓଡ଼ିଆ ଭାଷା ଏବଂ ସାହିତ୍ୟର ସମୃଦ୍ଧିକୁ ବୁଝିବା ପାଇଁ ତାଙ୍କ ଲେଖାଗୁଡ଼ିକୁ ଅଧ୍ୟୟନ କରନ୍ତି। ବିଦ୍ୟୁତ ପ୍ରଭା ଦେବୀ ଜଣେ ଗୁରୁତ୍ୱପୂର୍ଣ୍ଣ ସାହିତ୍ୟକ ଥିଲେ, ଯାହାଙ୍କ ଲେଖା ପାଠକମାନଙ୍କୁ ପ୍ରେରଣା ଦେଇ ଚାଲିଛି। ସାହିତ୍ୟ ଏବଂ ସମାଜ ପ୍ରତି ତାଙ୍କର ସମର୍ପଣ ତାଙ୍କୁ ଏକ ସମ୍ମାନିତ ବ୍ୟକ୍ତିତ୍ୱ କରିଥିଲା। ଓଡ଼ିଆ କବିତା ଏବଂ ସଂସ୍କୃତି ପ୍ରତି ତାଙ୍କର ମୂଲ୍ୟବାନ ଅବଦାନ ପାଇଁ ତାଙ୍କୁ ସର୍ବଦା ମନେ ରଖାଯିବ। ভিডিওটি কেমতি লাগিলা মতে কমেন্ট করিকি জଣାଇବ। যদি ভাল লাগিଲା ଟିକେ ଲାଇକ୍ କରିଦେବ, ଭିଡିଓ को शेयर करो, चैनल को सब्सक्राइब करी बेल आइकन प्रेस करी ऑल नोटिफिकेशन को ऑन रखिता। ताले रहुची देखा आगामी वीडियो रे। नमस्कार।